ବନ୍ଧୁଗଣ, ପ୍ରାଚୀନ କାଳରେ ବରୁଣଙ୍କ ପୁତ୍ର ବଶିଷ୍ଠ ସୁମେରୁ ପର୍ବତ ନିକଟରେ ଏକ ପବିତ୍ର ଆଶ୍ରମରେ ରହୁଥିଲେ। ଏହି ଆଶ୍ରମ ଏକ ସୁନ୍ଦର ସ୍ଥାନ ଥିଲା, ଯେଉଁଠାରେ ପ୍ରତ୍ୟେକ ଋତୁରେ ଫୁଲ ଫଳ ହେଉଥିଲା ଏବଂ ପଶୁ ପକ୍ଷୀମାନେ ସେଠାରେ ନିର୍ଭୟରେ ବାସ କରୁଥିଲେ। ଆଶ୍ରମଟି ପ୍ରକୃତିର ଆଶ୍ଚର୍ଯ୍ୟଜନକ ବୈଭବରେ ଘେରି ରହିଥିଲା, ଯେଉଁଠାରେ ଶୀତଳ ଝରଣା ଏବଂ ସୁଗନ୍ଧିତ ଉଦ୍ଭିଦ ମନକୁ ଅପାର ଶାନ୍ତି ପ୍ରଦାନ କରୁଥିଲା। ସେହି ଆଶ୍ରମରେ କାମଧେନୁ ସୁରଭିଙ୍କ କନ୍ୟା ନନ୍ଦିନୀ ନାମକ ଏକ ଦିବ୍ୟ ଗାଈ ରହୁଥିଲା। ତାଙ୍କର କ୍ଷୀର ଅମୃତ ପରି ଥିଲା। ଯଦି କେହି ତାଙ୍କ କ୍ଷୀର ପିଇବେ, ସେ ଯୁବକ 10,000 ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ। ଗୋଟିଏ ଦିନ ଅଷ୍ଟବସୁ ଏବଂ ତାଙ୍କ ପତ୍ନୀମାନେ ସେହି ଜଙ୍ଗଲ ବୁଲିବା ପାଇଁ ଆଶ୍ରମକୁ ଆସିଥିଲେ। ବଶିଷ୍ଠ ଋଷି ତାଙ୍କୁ ଅତିଥି ଭାବରେ ମାନି ସେମାନଙ୍କୁ ଖାଇବା ସହିତ ଆଶ୍ରମରେ ରହିବାକୁ ଦେଇଥିଲେ। ଜଣେ ବସୁଙ୍କ ପତ୍ନୀ ନନ୍ଦିନୀ ଗାଈର ତାଙ୍କ ସୌନ୍ଦର୍ଯ୍ୟ ଏବଂ ଗୁଣରେ ଆକର୍ଷିତ ହୋଇ ଦେଖିଲେ। ଯେତେବେଳେ ତାଙ୍କ ପତି ଦୋନା ତାଙ୍କ ପତ୍ନୀଙ୍କୁ କହିଲେ ଯେ ଏହା ଋଷି ବଶିଷ୍ଠଙ୍କ ଗାଈ ଏବଂ ଏହାର କ୍ଷୀର ମାନବ ଯୌବନକୁ ଦୀର୍ଘାୟୁ କରିଦିଏ, ତାଙ୍କ ସ୍ତ୍ରୀ ଜିଦି ଧରି ବସିଲେ। ସେ କହିଲେ, ମାନବ ଜଗତରେ ମୋର ଜଣେ ବନ୍ଧୁ ଅଛନ୍ତି, ଯାହାଙ୍କ ନାମ ଜିତବତୀ। ସେ ରାଜା ଉସିନରଙ୍କ ଝିଅ। ମୁଁ ଏହି ଗାଈକୁ ତାଙ୍କୁ ଉପହାର ଦେବାକୁ ଚାହୁଁଛି, ଯାହାଦ୍ୱାରା ଏହାର କ୍ଷୀର ପିଇ ସେ ସର୍ବଦା ଯୁବା ଏବଂ ରୋଗମୁକ୍ତ ରହିବ। ଯଦି ତୁମେ ମୋତେ ଭଲ ପାଅ, ତେବେ ମୋ ପାଇଁ ଏହି ଗାଈକୁ ଅପହରଣ କର। ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ସେ ଅନ୍ୟ 7 ବସୁଙ୍କ ସାହାଯ୍ୟରେ ଗାଈକୁ ଚୋରି କଲେ। ଯେତେବେଳେ ଋଷି ବଶିଷ୍ଠ ତାଙ୍କ ଆଶ୍ରମକୁ ଫେରିଲେ, ସେ ଗାଈକୁ ପାଇଲେ ନାହିଁ। ସେ ତାଙ୍କର ଦିବ୍ୟ ଦୃଷ୍ଟି ସହିତ ଦେଖିଲେ ଯେ ବସୁମାନେ ଗାଈକୁ ଅପହରଣ କରିଛନ୍ତି। କ୍ରୋଧିତ ହୋଇ ବଶିଷ୍ଠ ଋଷି ବସୁମାନଙ୍କୁ ଅଭିଶାପ ଦେଲେ, ଯେଉଁ ଅଷ୍ଟବସୁ ମୋ ଗାଈକୁ ଚୋରି କରିଛନ୍ତି, ସେମାନେ ସ୍ୱର୍ଗକୁ ଯାଇ ପାରିବେ ନାହିଁ ଏବଂ ମର୍ତ୍ତ୍ୟଲୋକରେ ମଣିଷ ଭାବରେ ଜନ୍ମ ନେବେ। ଯେତେବେଳେ ବସୁମାନେ ଅଭିଶାପ ବିଷୟରେ ଜାଣିଲେ, ସେମାନେ ଭୟରେ ଋଷିଙ୍କ ପାଖକୁ ଆସିଲେ, କ୍ଷମା ଭିକ୍ଷା କଲେ। ଋଷି ବଶିଷ୍ଠଙ୍କ ଅଭିଶାପ ମିଥ୍ୟା ହୋଇପାରେ ନାହିଁ, କିନ୍ତୁ ସେମାନଙ୍କ ନିବେଦନ ଶୁଣି ବଶିଷ୍ଠ ଋଷି ଅଭିଶାପକୁ ଟିକିଏ କମ୍ କରିଦେଲେ। ଋଷି କହିଲେ, ତୁମେ 7 ଜଣ ବସୁ କେବଳ ଦ୍ୱାଙ୍କୁ ସମର୍ଥନ କରିଥିଲ, ତେଣୁ ତୁମେ ସମସ୍ତେ 7 ଜଣ ମଣିଷ ଭାବରେ ଜନ୍ମ ନେବ। ଗୋଟିଏ ବର୍ଷ ମଧ୍ୟରେ ତୁମେ ସେହି ଶରୀରରୁ ମୁକ୍ତ ହୋଇଯିବ। କିନ୍ତୁ ଦ୍ୱାବସୁ ଏହି ଚୋରିର ମୁଖ୍ୟ କାରଣ, ତେଣୁ ତାଙ୍କୁ ଦୀର୍ଘ ସମୟ ପାଇଁ ମାନବ ଜଗତରେ ରହିବାକୁ ପଡ଼ିବ। ସେ ଶାସ୍ତ୍ରରେ ଜ୍ଞାନୀ, ସାହସୀ ଏବଂ ତାଙ୍କ ପିତାଙ୍କ ଆଜ୍ଞାକାରୀ ହେବେ, ତଥାପି ସେ ଜଣେ ନାରୀର ସୁଖରୁ ବଞ୍ଚିତ ହେବେ ଏବଂ ନିଃସନ୍ତାନ ରହିବେ। ଏହି ଦ୍ୱାବସୁ ପରେ ଗଙ୍ଗାଙ୍କ ପୁତ୍ର ଭୀଷ୍ମ ପିତାମହ ହୋଇଯାଇଥିଲେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଆମର ସତ୍ୟ ଗାଇଡ଼ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।